ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଏହି ବର୍ଷା ଋତୁରେ ପ୍ରାକୃତିକ ବିପର୍ଯ୍ୟୟମାନ ଦେଶକୁ ପରୀକ୍ଷା କରୁଛି। ବିଗତ କିଛି ସପ୍ତାହରେ ଆମେ ବନ୍ୟା ଏବଂ ଭୂସ୍ଖଳନର କରାଳ ରୂପ ଦେଖିଲୁ। କେଉଁଠି ଘର ଭାସିଗଲା ତ କେଉଁଠି ବିଲ ବୁଡ଼ିଗଲା, କେତେ କେତେ ପରିବାର ଉଜୁଡ଼ିଗଲା। ପାଣିର ପ୍ରଖର ସ୍ରୋତରେ କେଉଁଠି ପୋଲ ଭାସିଗଲା ତ କେଉଁଠି ରାସ୍ତା। ଲୋକଙ୍କ ଜୀବନ ସଙ୍କଟାପନ୍ନ ହୋଇଗଲା। ଏହି ଘଟଣାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କୁ ଦୁଃଖିତ କରିଛି। ଯେଉଁ ପରିବାର ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି ସେମାନଙ୍କର ଦୁଃଖ ଆମ ସମସ୍ତଙ୍କର ଦୁଃଖ। ଯେଉଁଠି ବି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲା ସେଠାକାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ର ଯବାନ, ଅନ୍ୟ ସୁରକ୍ଷା ବାହିନୀ ପ୍ରତ୍ୟେକ ଦିନରାତି ଲାଗି ରହିଲେ। ଯବାନମାନେ ବୈଷୟିକ ସହାୟତାର ସାହାଯ୍ୟ ମଧ୍ୟ ନେଲେ। ଥର୍ମାଲ କ୍ୟାମେରା, ଲାଇଭ୍ ଡିଟେକ୍ଟର, ସ୍ନିପର ଡଗ୍ ଏବଂ ଡ୍ରୋନ୍ ସର୍ଭେଲାନ୍ସ ଏଭଳି ଅନେକ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଗଲା। ଏହି ସମୟରେ ହେଲିକପ୍ଟର ମାଧ୍ୟମରେ ରିଲିଫ୍ ସାମଗ୍ରୀ ପହଞ୍ଚାଗଲା। ଆହତମାନଙ୍କୁ ଏୟାରଲିଫ୍ଟ କରାଗଲା। ବିପଦର ମୁହୂର୍ତ୍ତରେ ସେନା ସାହାଯ୍ୟକାରୀ ସାଜିଲା। ସ୍ଥାନୀୟ ଲୋକ, ସାମାଜିକ କର୍ମୀ, ଡାକ୍ତର, ପ୍ରଶାସନ ଏଭଳି ବିପଦ ସମୟରେ ଯଥାସମ୍ଭବ ଚେଷ୍ଟା କଲେ। ମୁଁ ଏଭଳି ପ୍ରତ୍ୟେକ ନାଗରିକଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି, ଯିଏ ଏଭଳି କଠିନ ପରିସ୍ଥିତିରେ ମାନବିକତାକୁ ସର୍ବୋପରି ସ୍ଥାନ ଦେଇଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବର୍ଷା ଓ ବନ୍ୟାର ଏଭଳି ପ୍ରଳୟଙ୍କରୀ ସ୍ଥିତିରେ ଜାମ୍ମୁ କାଶ୍ମୀର ଦୁଇଟି ବିଶେଷ ଉପଲବ୍ଧି ହାସଲ କରିଛି। ସେ ଦିଗକୁ ଅଧିକ ଲୋକଙ୍କର ଦୃଷ୍ଟି ଯାଇନାହିଁ, କିନ୍ତୁ ସେ ଉପଲବ୍ଧିଗୁଡ଼ିକ ସମ୍ପର୍କରେ ଜାଣିଲେ ଆପଣ ବହୁତ ଖୁସି ଅନୁଭବ କରିବେ। ଜାମ୍ମୁ କାଶ୍ମୀରର ପୁଲୱାମାଠାରେ ଗୋଟିଏ ଷ୍ଟାଡିୟମରେ ରେକର୍ଡ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ଏଠାରେ ପୁଲୱାମାର ପ୍ରଥମ ଡେ ନାଇଟ୍ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେଲା। ଆଗରୁ ଏହା ହେବା ଅସମ୍ଭବ ଥିଲା, କିନ୍ତୁ ଏବେ ମୋ ଦେଶ ବଦଳୁଛି। ଏହି ମ୍ୟାଚ୍ ରୟାଲ ପ୍ରିମିୟର ଲିଗ୍ର ଏକ ଅଂଶ, ଯେଉଁଥିରେ ଜାମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ଦଳ ଅଂଶଗ୍ରହଣ କରୁଛନ୍ତି। ଏତେ ସଂଖ୍ୟାରେ ଲୋକ, ବିଶେଷ କରି ଯୁବବର୍ଗ, ପୁଲୱାମାଠାରେ ରାତ୍ରି ସମୟରେ ହଜାର ହଜାର ସଂଖ୍ୟାରେ କ୍ରିକେଟ ଖେଳକୁ ଉପଭୋଗ କରୁଥିବା ଦୃଶ୍ୟ ପ୍ରକୃତରେ ଦର୍ଶନୀୟ ଥିଲା। ବନ୍ଧୁଗଣ, ଅନ୍ୟ ଏକ ଆୟୋଜନ ଯାହା ଦୃଷ୍ଟି ଆକର୍ଷଣ କଲା ତାହା ହେଉଛି ଦେଶରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ ଫେଷ୍ଟିଭାଲ। ତାହା ମଧ୍ୟ ଶ୍ରୀନଗରର ଡାଲ ହ୍ରଦରେ ହେଲା। ପ୍ରକୃତରେ ଏଭଳି ଉତ୍ସବ ଆୟୋଜନ ପାଇଁ ଏହା କେତେ ପ୍ରକୃଷ୍ଟ ସ୍ଥାନ। ଏହାର ଉଦ୍ଦେଶ୍ୟ ହେଉଛି ଜାମ୍ମୁ କାଶ୍ମୀରରେ ୱାଟର ସ୍ପୋର୍ଟସକୁ ଲୋକପ୍ରିୟ କରିବା। ଏଥିରେ ସାରା ଭାରତରୁ 800ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କଲେ। ମହିଳା ଖେଳାଳି ମଧ୍ୟ ଏଥିରେ ପଛରେ ନଥିଲେ। ସେମାନଙ୍କ ସଂଖ୍ୟା ମଧ୍ୟ ପୁରୁଷମାନଙ୍କ ସହ ପ୍ରାୟ ସମାନ ଥିଲା। ଯେଉଁ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କଲେ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ବିଶେଷ କରି ମଧ୍ୟପ୍ରଦେଶକୁ ଅଭିନନ୍ଦନ ଜଣାଉଛି, ଯିଏ ଏଥିରେ ସର୍ବାଧିକ ପଦକ ଜିତିଲେ। ଏହା ତଳକୁ ରହିଲେ ହରିୟାଣା ଏବଂ ଓଡ଼ିଶା। ଜାମ୍ମୁ କାଶ୍ମୀରର ସରକାର ଏବଂ ସେଠାକାର ଲୋକଙ୍କ ଆତ୍ମୀୟତା ଏବଂ ଆତିଥ୍ୟକୁ ମୁଁ ବହୁତ ପ୍ରଶଂସା କରୁଛି। ବନ୍ଧୁଗଣ, ଏହି ଆୟୋଜନ ସହ ଜଡ଼ିତ ଅନୁଭୂତିକୁ ଆପଣମାନଙ୍କ ନିକଟକୁ ପହଞ୍ଚାଇବା ପାଇଁ ଏଭଳି 2 ଜଣ ଖେଳାଳିଙ୍କ ସହ କଥା ହେବା ପାଇଁ ମୁଁ ଚିନ୍ତା କରିଛି, ଯିଏ ଏଥିରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶାର ରଶ୍ମିତା ସାହୁ ଏବଂ ଅନ୍ୟ ଜଣକ ହେଉଛନ୍ତି ଶ୍ରୀନଗରର ମହସିନ ଅଲ୍ଲୀ। ଆସନ୍ତୁ ଶୁଣିବା ସେମାନେ କ'ଣ କହୁଛନ୍ତି। ରଶ୍ମିତା ଜୀ ନମସ୍କାର। ନମସ୍କାର ସାର୍। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ସାର୍। ରଶ୍ମିତା ଜୀ, ପ୍ରଥମେ ତ ଆପଣଙ୍କୁ କ୍ରୀଡ଼ା ଜଗତରେ ଆପଣଙ୍କର ସଫଳତା ପାଇଁ ଅନେକ ଅନେକ ଅଭିନନ୍ଦନ। ଥ୍ୟାଙ୍କ ୟୁ ସାର୍। ରଶ୍ମିତା, ଆମ ଶ୍ରୋତାମାନେ ଆପଣଙ୍କର ଏବଂ ଆପଣଙ୍କ କ୍ରୀଡ଼ା ଯାତ୍ରା ବିଷୟରେ ଜାଣିବା ପାଇଁ ବହୁତ ଉତ୍କଣ୍ଠିତ। ମୁଁ ମଧ୍ୟ ବହୁତ ଆଗ୍ରହୀ। ଏ ବିଷୟରେ କୁହନ୍ତୁ। ସାର୍, ମୁଁ ରଶ୍ମିତା ସାହୁ, ଓଡ଼ିଶାରୁ। ମୁଁ ଜଣେ କନୋଇଂ ଖେଳାଳି। ମୁଁ 2017ରେ କ୍ରୀଡ଼ା ଜଗତରେ ଯୋଗ ଦେଇଥିଲି। କନୋଇଂ ଆରମ୍ଭ କରିଥିଲି। ମୁଁ ଜାତୀୟ ସ୍ତରରେ ନ୍ୟାସନାଲ ଚାମ୍ପିଅନସିପ୍ ଏବଂ ନ୍ୟାସନାଲ ଗେମ୍ସରେ ଅଂଶଗ୍ରହଣ କରିଛି। ମୁଁ 41ଟି ପଦକ ପାଇଛି, ଯେଉଁଥିରେ 13ଟି ସ୍ୱର୍ଣ୍ଣ, 14ଟି ରୌପ୍ୟ ଏବଂ 14ଟି ବ୍ରୋଞ୍ଜ ପଦକ ଜିତିଛି ସାର୍।
ଏହି ଖେଳ ପ୍ରତି କାହିଁକି ଆଗ୍ରହ ହେଲା? ସର୍ବପ୍ରଥମେ କିଏ ଆପଣଙ୍କୁ ଏ ଦିଗରେ ପ୍ରେରଣା ଦେଲେ? ଆପଣଙ୍କ ପରିବାରରେ କ୍ରୀଡ଼ା ପରିବେଶ ରହିଛି କି? ନା ସାର୍, ଯେଉଁ ଗାଁରୁ ମୁଁ ଆସିଛି ସେଠାରେ କ୍ରୀଡ଼ା ପ୍ରତି ସେଭଳି କିଛି ନାହିଁ। ମୁଁ ମୋ ସାଙ୍ଗସାଥୀଙ୍କ ସହ ପହଁରିବାକୁ ଯାଇଥିଲି। ଆମେମାନେ ପହଁରୁଥିବା ବେଳେ ଗୋଟିଏ କନୋଇଂ କାୟାକିଂ ବୋଟ୍ ସେଇ ପାଖ ଦେଇ ଗଲା। ସେ ବିଷୟରେ ମୋର ମୋଟେ ଧାରଣା ନଥିଲା। ଏହା କ'ଣ ବୋଲି ମୁଁ ମୋ ସାଙ୍ଗକୁ ପଚାରିଲି। ମୋ ସାଙ୍ଗ ମୋତେ କହିଲା ଯେ ଜଗତପୁରରେ ସାଇ ସ୍ପୋର୍ଟ ସେଣ୍ଟର ରହିଛି, ସେଠି ଏଇ ଖେଳ ଖେଳାଯାଇଥାଏ। ମୁଁ ସେଠାକୁ ଯିବି। ଏ କଥାରେ ମୋ ମନରେ ମଧ୍ୟ ଗୋଟିଏ ଆଗ୍ରହ ସୃଷ୍ଟି ହେଲା। ପିଲାମାନେ କିଭଳି ଏହା ଖେଳନ୍ତି ସେ ବିଷୟରେ ମୋର ମୋଟେ ଧାରଣା ନଥିଲା। ମୁଁ ବି ଯିବାକୁ ଚାହୁଁଛି ବୋଲି ମୁଁ ତାକୁ କହିଲି। କେମିତି ଯିବାକୁ ହେବ ବୋଲି ମଧ୍ୟ ପଚାରିଲି। ସେଠାକୁ ଯାଇ ଏ ବିଷୟରେ ବୁଝିବାକୁ ସେ ମୋତେ ପରାମର୍ଶ ଦେଲା। ପରେ ମୁଁ ଘରକୁ ଯାଇ ବାପାଙ୍କ ଆଗରେ ମୋ ଆଗ୍ରହ ବିଷୟରେ ପ୍ରକାଶ କଲି। ବାପା ମୋତେ ନେଇ ସେଠାକୁ ଆସିଥିଲେ। ସେ ସମୟରେ ଟାଇମ୍ ଟ୍ରାଏଲ୍ ହେଉନଥିଲା। ପରେ କୋଚ୍ ମାନେ କହିଲେ ଯେ ଫେବୃଆରୀ ମାର୍ଚ୍ଚ ମାସରେ ଟାଇମ୍ ଟ୍ରାଏଲ୍ ହୋଇଥାଏ, ଆପଣ ସେଇ ସମୟରେ ଆସନ୍ତୁ। ତାପରେ ଟ୍ରାଏଲ୍ ସମୟରେ ମୁଁ ଗଲି। ଆଚ୍ଛା ରଶ୍ମିତା, କାଶ୍ମୀରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ ଫେଷ୍ଟିଭାଲରେ ଆପଣଙ୍କର ନିଜ ଅନୁଭୂତି କିଭଳି ଥିଲା? କ'ଣ ପ୍ରଥମ ଥର ପାଇଁ କାଶ୍ମୀର ଯାଇଥିଲେ? ହଁ ସାର୍, ମୁଁ ପ୍ରଥମ ଥର କାଶ୍ମୀର ଯାଇଥିଲି। ସେଇଠି ପ୍ରଥମ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ ଫେଷ୍ଟିଭାଲର ଆୟୋଜନ କରାଯାଇଥିଲା। ସେଥିରେ ମୋର 2ଟି ଇଭେଣ୍ଟ ଥିଲା। ସିଙ୍ଗଲ୍ସ 200 ମିଟର ଏବଂ 500 ମିଟର ଡବଲ୍ସ ଥିଲା। ଆଉ 2ଟି ଯାକରେ ମୁଁ ସ୍ୱର୍ଣ୍ଣ ପଦକ ପାଇଥିଲି ସାର୍। ଆରେ ବାଃ, 2ଟି ଯାକରେ ପଦକ! ହଁ ସାର୍। ବହୁତ ବହୁତ ଅଭିନନ୍ଦନ। ଥ୍ୟାଙ୍କ ୟୁ ସାର୍। ଆଚ୍ଛା ରଶ୍ମିତା, ୱାଟର ସ୍ପୋର୍ଟସ ବ୍ୟତୀତ ଆଉ କେଉଁଥିରେ ଆପଣଙ୍କର ରୁଚି ରହିଛି? ସାର୍, ୱାଟର ସ୍ପୋର୍ଟସକୁ ଛାଡ଼ିଦେଲେ ଦୌଡ଼ ପ୍ରତିଯୋଗିତା ମୋତେ ଭାରି ଭଲ ଲାଗେ। ଯେବେ ବି ମୁଁ ଛୁଟିରେ ଯାଏ ମୁଁ ଦୌଡ଼ିବାକୁ ଯାଇଥାଏ ମୋର ପୁରୁଣା ମଇଦାନକୁ। ପ୍ରଥମେ ମୁଁ ସେଠି ଫୁଟବଲ ଖେଳିବା ଶିଖିଥିଲି, ତେଣୁ ସେଠାକୁ ଗଲେ ମୁଁ ବହୁତ ରନିଂ କରେ ଆଉ ଅଳ୍ପ ବହୁତ ଫୁଟବଲ ବି ଖେଳେ। ମାନେ ଖେଳ ଆପଣଙ୍କର ଶିରା ପ୍ରଶିରାରେ ପରିବ୍ୟାପ୍ତ। ହଁ ସାର୍, ସ୍କୁଲରେ ପ୍ରଥମରୁ ଦଶମ ଯାଏଁ ପଢ଼ିବା ସମୟରେ ମୁଁ ଯେତେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲି ସବୁଥିରେ ପ୍ରଥମ ସ୍ଥାନ ହାସଲ କରି ଚାମ୍ପିୟନ ହେଉଥିଲି। ରଶ୍ମିତା, ଯେଉଁମାନେ ଆପଣଙ୍କ ଭଳି କ୍ରୀଡ଼ା ଜଗତରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ଯଦି ସେମାନଙ୍କୁ କିଛି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ଆପଣ କ'ଣ କହିବେ? ସାର୍, ବହୁତ ପିଲାଙ୍କୁ ଘରୁ ବାହାରିବାକୁ ବି ଅନୁମତି ମିଳେନି, ବିଶେଷ କରି ଝିଅମାନଙ୍କୁ। କିଛି ପିଲା ଅର୍ଥାଭାବରୁ ଖେଳ ଛାଡ଼ି ଦେଉଛନ୍ତି। କିନ୍ତୁ ଏହି ଖେଲୋ ଇଣ୍ଡିଆ ଯୋଜନାରେ ବହୁତ ପିଲାଙ୍କୁ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ ମିଳୁଛି, ଯାହା ଫଳରେ ଅନେକ ପିଲା ଆଗକୁ ଯାଇପାରୁଛନ୍ତି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଖେଳକୁ ଛାଡ଼ନ୍ତୁ ନାହିଁ, ଖେଳରେ ବହୁତ ଆଗକୁ ଯାଇପାରିବେ। ଖେଳ କେବଳ ଖେଳ ନୁହେଁ, ଏହାଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ ଏବଂ ଖେଳରେ ଉନ୍ନତି କରି ଭାରତ ପାଇଁ ପଦକ ଜିତିବା ଆମ କର୍ତ୍ତବ୍ୟ ସାର୍। ହଉ ରଶ୍ମିତା, ମୋତେ ବହୁତ ଭଲ ଲାଗିଲା। ଆପଣଙ୍କୁ ପୁଣି ଥରେ ଅନେକ ଅନେକ ଅଭିନନ୍ଦନ ଏବଂ ଆପଣଙ୍କ ବାପାଙ୍କୁ ମୋର ପ୍ରଣାମ ଜଣାଇଦେବେ, କାରଣ ଏତେ ବାଧାବିଘ୍ନ ସତ୍ତ୍ୱେ ଗୋଟିଏ ଝିଅକୁ ଆଗକୁ ବଢ଼ିବା ପାଇଁ ସେ ଏତେ ପ୍ରୋତ୍ସାହନ ଦେଲେ। ମୋର ଅନେକ ଅନେକ ଶୁଭେଚ୍ଛା। ଧନ୍ୟବାଦ। ଥ୍ୟାଙ୍କ ୟୁ ସାର୍। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ସାର୍। ମହସିନ ଅଲି, ନମସ୍କାର। ନମସ୍କାର ସାର୍। ମହସିନ ଜୀ, ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଆପଣଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା। ଧନ୍ୟବାଦ ସାର୍। ମହସିନ, ଆପଣ ପ୍ରଥମେ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ ଉତ୍ସବରେ ଭାଗ ନେଇ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆପଣଙ୍କୁ କେମିତି ଲାଗିଲା? ସାର୍, ମୁଁ ବହୁତ ଖୁସି ଅଛି। ମୁଁ ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ପଦକ ଜିତିଛି, ଯାହା ଏଇଠି କାଶ୍ମୀରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି। ଲୋକଙ୍କ ମଧ୍ୟରେ କ'ଣ ଚର୍ଚ୍ଚା ହେଉଛି? ସାର୍, ବହୁତ ଚର୍ଚ୍ଚା ହେଉଛି। ମୋ ପରିବାରର ସମସ୍ତେ ଖୁସି ଅଛନ୍ତି। ଆପଣଙ୍କ ସ୍କୁଲର ଲୋକେ? ସ୍କୁଲରେ ସମସ୍ତେ ମଧ୍ୟ ଖୁସି ଅଛନ୍ତି। କାଶ୍ମୀରରେ ସମସ୍ତେ କହୁଛନ୍ତି ଆପଣ ସ୍ୱର୍ଣ୍ଣ ପଦକଧାରୀ ଖେଳାଳି। ତାହେଲେ ଆପଣ ତ ଏବେ ବଡ଼ ସେଲିବ୍ରିଟି ହେଇଗଲେ। ହଁ ସାର୍। ଆଚ୍ଛା, ୱାଟର ସ୍ପୋର୍ଟସ ପ୍ରତି କିଭଳି ଭାବରେ ଆଗ୍ରହ ସୃଷ୍ଟି ହେଲା ଏବଂ ଆପଣ ଏହାଦ୍ୱାରା କ'ଣ କ'ଣ ଲାଭ ହେବା ଦେଖୁଛନ୍ତି? ପିଲାଦିନେ ମୁଁ ଦେଖିଥିଲି ଡାଲ ହ୍ରଦରେ ନୌକା ଚାଲୁଛି। ବାପା କହିଥିଲେ ତୁ କରିବୁ। ମୋର ବି ଆଗ୍ରହ ଥିଲା। ତାପରେ ମୁଁ ସେଣ୍ଟରକୁ ଗଲି, ମ୍ୟାଡ଼ାମଙ୍କ ପାଖକୁ। ବିଲକିସ୍ ମ୍ୟାଡ଼ାମ ମୋତେ ଶିଖାଇଲେ। ଆଚ୍ଛା ମହସିନ, ପ୍ରଥମ ଥର ପାଇଁ ୱାଟର ସ୍ପୋର୍ଟସ କାର୍ଯ୍ୟକ୍ରମ ଶ୍ରୀନଗରରେ, ତାହା ପୁଣି ଡାଲ ହ୍ରଦରେ ହେଲା। ଦେଶର ଅନେକ ଲୋକ ଆସିଥିଲେ। ସେଠାକାର ଲୋକଙ୍କୁ କେମିତି ଲାଗିଲା? ସାର୍, ବହୁତ ଖୁସି ଲାଗିଲା। ସମସ୍ତେ କହୁଛନ୍ତି ଏହା ଏକ ଭଲ ସ୍ଥାନ, ସବୁ ଭଲ ସୁବିଧା ଅଛି। ଖେଲୋ ଇଣ୍ଡିଆରେ ସବୁ କିଛି ଭଲ ଥିଲା। ତ ଆପଣ କେବେ କାଶ୍ମୀର ବାହାରକୁ ଖେଳିବାକୁ ଯାଇଛନ୍ତି? ହଁ ସାର୍, ମୁଁ ଭୋପାଲ, ଗୋଆ, କେରଳ, ହିମାଚଳ ଯାଇଛି। ଆଚ୍ଛା, ଆପଣ ତାହେଲେ ପୁରା ଭାରତ ଦେଖିସାରିଛନ୍ତି। ହଁ ସାର୍। ଆଚ୍ଛା, ସେଠାକୁ ବହୁତ ଖେଳାଳି ଆସିଥିଲେ? ହଁ ସାର୍,
ଆପଣ ନୂଆ ବନ୍ଧୁ ତିଆରି କଲେ ନା ନାହିଁ? ସାର୍ ବହୁତ ବନ୍ଧୁ ତିଆରି କଲି। ଏକା ସାଙ୍ଗେ ବୁଲାବୁଲି କଲୁ ଡାଲ ହ୍ରଦରେ, ଲାଲ ଚୌକରେ, ଆମେ ସବୁ ସ୍ଥାନରେ ବୁଲିଲୁ। ସାର୍ ପହଲଗାଁও ବି ଯାଇଥିଲୁ। ହଁ ସାର୍, ସବୁ ଜାଗା। ଦେଖନ୍ତୁ, ମୁଁ ତ ଦେଖିଛି ଯେ ଜାମ୍ମୁ କାଶ୍ମୀରରେ ସ୍ପୋର୍ଟସ ଟ୍ୟାଲେଣ୍ଟ ଅଛନ୍ତି। ହଁ ସାର୍। ଆମ ଜାମ୍ମୁ କାଶ୍ମୀରର ଯୁବକ ଯୁବତୀମାନେ ଦେଶର ନାଁ ଉଜ୍ଜଳ କରିବାରେ ସମର୍ଥ ରଖନ୍ତି ଏବଂ ଆପଣ ତାହା କରି ଦେଖାଇଛନ୍ତି। ସାର୍, ମୋର ସ୍ୱପ୍ନ ହେଉଛି ଅଲମ୍ପିକରେ ପଦକ ଜିତିବା। ବାଃ, ସାବାସ୍। ତାହା ହିଁ ସ୍ୱପ୍ନ ସାର୍। ଦେଖନ୍ତୁ, ଆପଣଙ୍କ ଠାରୁ ଏଭଳି କଥା ଶୁଣି ମୁଁ କିଭଳି ରୋମାଞ୍ଚ ଅନୁଭବ କରୁଛି। ସାର୍, ମୋର ସ୍ୱପ୍ନ ହେଉଛି ଅଲମ୍ପିକରେ ପଦକ ଜିତିବା ଆଉ ଦେଶ ପାଇଁ ନ୍ୟାସନାଲ ଆନ୍ଥେମ୍ ବଜାଇବା। ତାହା ହିଁ ମୋର ସ୍ୱପ୍ନ। ମୋ ଦେଶର ଗୋଟିଏ ଶ୍ରମିକ ପରିବାରର ପୁଅ ଏତେ ବଡ଼ ସ୍ୱପ୍ନ ଦେଖୁଛି, ମାନେ ଏଇ ଦେଶ ନିଶ୍ଚିନ୍ତ ଭାବରେ ବହୁତ ଆଗକୁ ବଢ଼ିବ। ସାର୍, ବହୁତ ଆଗକୁ ବଢ଼ିବ। ମୁଁ ଭାରତ ସରକାରଙ୍କ ନିକଟରେ କୃତଜ୍ଞ ଯେ ଏହି ଖେଲୋ ଇଣ୍ଡିଆ ଆୟୋଜନ କରିଛନ୍ତି। ଏଠି ପ୍ରଥମ ଥର ପାଇଁ ହୋଇଛି ସାର୍। ତାହେଲେ ତ ଆପଣଙ୍କ ସ୍କୁଲରେ ମଧ୍ୟ ଜୟ ଜୟକାର ହେଉଥିବ। ହଁ ସାର୍। ହଉ ମହସିନ, ଆପଣଙ୍କ ସହ କଥା ହେଇ ମୋତେ ବହୁତ ଭଲ ଲାଗିଲା। ଆଉ ମୋ ତରଫରୁ ଆପଣଙ୍କ ବାପାଙ୍କୁ ସ୍ୱତନ୍ତ୍ର ଭାବରେ ଧନ୍ୟବାଦ ଜଣାଇଦେବେ, କାହିଁକିନା ସେ ଶ୍ରମିକ ଭାବରେ ଜୀବନଯାପନ କରି ମଧ୍ୟ ଆପଣଙ୍କ ଜୀବନକୁ ତିଆରି କରିଛନ୍ତି ଏବଂ ଆପଣ ନିଜ ବାପାଙ୍କ କଥାରେ ଆଦୌ ଆରାମ ନ କରି 10 ବର୍ଷ ପର୍ଯ୍ୟନ୍ତ ସାଧନା କରିଛନ୍ତି। ଏହା ଖେଳାଳିଙ୍କ ପାଇଁ ବହୁତ ବଡ଼ ପ୍ରେରଣା ଅଟେ ଏବଂ ଆପଣଙ୍କ କୋଚ୍କୁ ମଧ୍ୟ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ଯିଏ ଆପଣଙ୍କ ପାଇଁ ଏତେ ପରିଶ୍ରମ କରିଛନ୍ତି। ମୋ ତରଫରୁ ବହୁତ ବହୁତ ଶୁଭକାମନା, ବହୁତ ବହୁତ ଶୁଭେଚ୍ଛା ଭାଇ। ଧନ୍ୟବାଦ ସାର୍। ନମସ୍କାର ସାର୍। ଜୟ ହିନ୍ଦ। ବନ୍ଧୁଗଣ, ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ଦେଶର ଏକତା ଓ ପ୍ରଗତି ପାଇଁ ଅତ୍ୟନ୍ତ ଜରୁରୀ। କ୍ରୀଡ଼ା ଏଥିରେ ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସେଇଥିପାଇଁ ମୁଁ କହେ ଯେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହେବ। ଆମ ଦେଶ ମଧ୍ୟ ଯେତିକି ଟୁର୍ଣ୍ଣାମେଣ୍ଟ ଖେଳିବ ସେତିକି ବିକଶିତ ହେବ। ଆପଣ ଦୁଇ ଖେଳାଳିଙ୍କୁ, ଆପଣମାନଙ୍କର ବନ୍ଧୁମାନଙ୍କୁ ମୋର ବହୁତ ବହୁତ ଶୁଭକାମନା। ମୋର ପ୍ରିୟ ଦେଶବାସୀଗଣ, ଆପଣ ୟୁପିଏସ୍ସି ନାଁ ତ ନିଶ୍ଚିତ ଭାବରେ ଶୁଣିଥିବେ। ଏହି ସଂସ୍ଥା ଦେଶର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ ସିଭିଲ୍ ସର୍ଭିସେସର ଏକ୍ଜାମ ମଧ୍ୟ ଆୟୋଜନ କରିଥାଏ। ଆମେ ସମସ୍ତେ ସିଭିଲ୍ ସର୍ଭିସର ଟପ୍ପରମାନଙ୍କର ପ୍ରେରଣାଦାୟକ କଥା ଅନେକ ଥର ଶୁଣିଛୁ। ଏହି ଯୁବକ ଯୁବତୀମାନେ କଠିନ ପରିସ୍ଥିତିରେ ପଢ଼ାପଢ଼ି କରିବା ପରେ ନିଜର କଠୋର ପରିଶ୍ରମ ଦ୍ୱାରା ଏହି ସର୍ଭିସରେ ସ୍ଥାନ ପାଇଥାନ୍ତି। କିନ୍ତୁ ବନ୍ଧୁଗଣ, ୟୁପିଏସ୍ସି ପରୀକ୍ଷାର ଆଉ ଗୋଟିଏ ବାସ୍ତବତା ମଧ୍ୟ ରହିଛି। ଏଭଳି ହଜାର ହଜାର ପ୍ରାର୍ଥୀ ମଧ୍ୟ ଥାଆନ୍ତି ଯେଉଁମାନେ ଅତ୍ୟନ୍ତ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କର ପରିଶ୍ରମ କାହାଠାରୁ କମ୍ ନୁହେଁ, କିନ୍ତୁ ଅଳ୍ପ ପାର୍ଥକ୍ୟରେ ସେମାନେ ଅନ୍ତିମ ତାଲିକା ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି ନାହିଁ। ଏହି ପ୍ରାର୍ଥୀମାନଙ୍କୁ ଦ୍ୱିତୀୟ ଥର ପରୀକ୍ଷା ଦେବା ପାଇଁ ନୂଆ କରି ପ୍ରସ୍ତୁତ କରିବାକୁ ପଡ଼େ। ସେଥିରେ ସେମାନଙ୍କର ଅର୍ଥ ଓ ସମୟ ଉଭୟ ଖର୍ଚ୍ଚ ହୋଇଥାଏ। ସେଇଥିପାଇଁ ଏବେ ଏଭଳି ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ତିଆରି କରାଯାଇଛି, ଯାହାର ନାମ ହେଉଛି ପ୍ରତିଭା ସେତୁ। ପ୍ରତିଭା ସେତୁରେ ସେହି ପ୍ରାର୍ଥୀମାନଙ୍କର ଡାଟା ରଖାଯାଇଛି ଯେଉଁମାନେ ୟୁପିଏସ୍ସିର ବିଭିନ୍ନ ପରୀକ୍ଷାର ସବୁ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି, କିନ୍ତୁ ଶେଷ ମେରିଟ୍ ଲିଷ୍ଟରେ ସେମାନଙ୍କର ନାମ ଆସିପାରିନାହିଁ। ଏହି ପୋର୍ଟାଲରେ 10,000ରୁ ଅଧିକ ଏପରି ପ୍ରତିଭାବାନ ଯୁବକ ଯୁବତୀଙ୍କର ଡାଟା ବ୍ୟାଙ୍କ ରହିଛି। କେହି ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତ କରୁଥିଲେ, କେହି ଇଞ୍ଜିନିୟରିଂ ସର୍ଭିସେସ୍ରେ ଯିବାକୁ ଚାହୁଁଥିଲେ, କିଏ ମେଡ଼ିକାଲ ସର୍ଭିସେସ୍ରେ ସବୁ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିଲେ କିନ୍ତୁ ଫାଇନାଲରେ ତାଙ୍କର ସିଲେକ୍ସନ୍ ହୋଇପାରିନଥିଲେ। ଏଭଳି ସବୁ ପ୍ରାର୍ଥୀଙ୍କର ତଥ୍ୟ ଏବେ ପ୍ରତିଭା ସେତୁ ପୋର୍ଟାଲରେ ଉପଲବ୍ଧ କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ ପ୍ରାଇଭେଟ୍ କମ୍ପାନୀଗୁଡ଼ିକ ଏହି ପ୍ରତିଭାବାନ ଷ୍ଟୁଡେଣ୍ଟମାନଙ୍କର ତଥ୍ୟ ନେଇ ସେମାନଙ୍କୁ ନିଯୁକ୍ତି ଦେଇପାରିବେ। ବନ୍ଧୁଗଣ, ଏହି ଉଦ୍ୟମର ଫଳାଫଳ ମଧ୍ୟ ଆସିବା ଆରମ୍ଭ ହୋଇଯାଇଛି। ଶହ ଶହ ପ୍ରାର୍ଥୀ ଏହି ପୋର୍ଟାଲ ସାହାଯ୍ୟରେ ତୁରନ୍ତ ନିଯୁକ୍ତି ପାଇଛନ୍ତି ଏବଂ ଯେଉଁ ଯୁବକ ଯୁବତୀ ଅଳ୍ପକରେ ରହିଯାଇଛନ୍ତି ସେମାନେ ଏବେ ନୂଆ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି। ଭାରତରେ ଲୁଚି ରହିଥିବା ସମ୍ଭାବନା ଉପରେ ବିଶ୍ୱର ନଜର ରହିଛି। ଏହା ସହିତ ଜଡ଼ିତ ଏକ ସୁଖଦ ଅଭିଜ୍ଞତା ବିଷୟରେ ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି। ଆପଣମାନେ ଜାଣିଛନ୍ତି ଯେ ଆଜିକାଲି ପଡ଼କାଷ୍ଟର ବହୁତ ଫ୍ୟାସନ୍ ରହିଛି। ବିଭିନ୍ନ ପ୍ରସଙ୍ଗ ସହିତ ଜଡ଼ିତ ପଡ଼କାଷ୍ଟକୁ ବିଭିନ୍ନ ପ୍ରକାର ଲୋକ ଦେଖନ୍ତି ଏବଂ ଶୁଣନ୍ତି। ବିଗତ ଦିନରେ ମୁଁ ମଧ୍ୟ କେତେକ ପଡ଼କାଷ୍ଟରେ ଭାଗ ନେଇଥିଲି। ଏମିତି ଏକ ପଡ଼କାଷ୍ଟ ଦୁନିଆର ବହୁତ ଫେମସ୍ ପଡ଼କାଷ୍ଟର
ଲେକ୍ସ ଫ୍ରିଡମ୍ୟାନଙ୍କର ସହିତ ହୋଇଥିଲା। ସେହି ପଡ଼କାଷ୍ଟରେ ବିଭିନ୍ନ ବିଷୟ ଆଲୋଚନା ହୋଇଥିଲା ଓ ସାରା ପୃଥିବୀର ଲୋକ ମଧ୍ୟ ଶୁଣିଥିଲେ। ଏବଂ ଯେତେବେଳେ ପଡ଼କାଷ୍ଟ ଉପରେ ଚର୍ଚ୍ଚା ହେଉଛି ତ କଥାରେ କଥାରେ ମୁଁ ଏଭଳି ଏକ ବିଷୟ ଉଠାଇଥିଲି। ଜର୍ମାନୀର ଜଣେ କ୍ରୀଡ଼ାବିତ୍ ସେହି ପଡ଼କାଷ୍ଟକୁ ଶୁଣିଥିଲେ ଏବଂ ମୁଁ ସେଥିରେ ଯେଉଁ କଥା କହିଥିଲି ସେଥିରେ ତାଙ୍କର ଧ୍ୟାନ କେନ୍ଦ୍ରୀଭୂତ ହୋଇଗଲା। ସେ ସେହି ଟପିକ୍ ସହିତ ଏତେ କନେକ୍ଟ ହୋଇଗଲେ ଯେ ପ୍ରଥମେ ସେହି ଟପିକ୍ ଉପରେ ରିସର୍ଚ୍ଚ କଲେ ଏବଂ ପୁଣି ଜର୍ମାନୀର ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କଲେ। ସେ ଗୋଟିଏ ଚିଠି ଲେଖି ଜଣାଇଲେ ଯେ ସେହି ବିଷୟକୁ ନେଇ ଭାରତ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି। ଆପଣମାନେ ଭାବୁଥିବେ ଯେ ମୋଦିଜୀ ପଡ଼କାଷ୍ଟରେ ଏପରି କି କଥା କହିଲେ ଯାହା ଜର୍ମାନୀର ଜଣେ ଖେଳାଳିଙ୍କୁ ପ୍ରେରଣା ଦେଲା। ଏହା କେଉଁ ବିଷୟ ଥିଲା? ମୁଁ ଆପଣମାନଙ୍କୁ ମନେ ପକାଇ ଦେଉଛି। ମୁଁ ପଡ଼କାଷ୍ଟରେ କଥାରେ କଥାରେ ମଧ୍ୟପ୍ରଦେଶର ସେଡୋଲ୍ ଫୁଟବଲର କ୍ରେଜ୍ ସହିତ ଜଡ଼ିତ ଗୋଟିଏ ଗାଁ କଥା ବର୍ଣ୍ଣନା କରିଥିଲି। ପ୍ରକୃତରେ 2 ବର୍ଷ ତଳେ ମୁଁ ସେଡୋଲ୍ ଯାଇଥିଲି। ସେଠାକାର ଫୁଟବଲ ପ୍ଲେୟାର୍ସକୁ ଭେଟିଥିଲି। ପଡ଼କାଷ୍ଟରେ ଗୋଟିଏ ପ୍ରଶ୍ନର ଉତ୍ତରରେ ମୁଁ ସେଡୋଲ୍ର ଫୁଟବଲ ଖେଳାଳିଙ୍କ ସମ୍ପର୍କରେ କହିଥିଲି। ଏକଥା ଜର୍ମାନର ଫୁଟବଲ ଖେଳାଳି ଓ କୋଚ୍ ଡିଟମାର ବ୍ୟାଟ୍ସଡର୍ଫୋର ମଧ୍ୟ ଶୁଣିଥିଲେ। ସେଡୋଲ୍ର ଯୁବ ଫୁଟବଲ ଖେଳାଳିମାନଙ୍କର ଲାଇଭ୍ ଜର୍ଣ୍ଣି ତାଙ୍କୁ ବହୁତ ପ୍ରଭାବିତ କରିବା ସହ ପ୍ରେରଣା ଦେଇଥିଲା। ସତରେ କେହି କଳ୍ପନା ମଧ୍ୟ କରିନଥିଲେ ଯେ ସେଠାକାର ପ୍ରତିଭାଶାଳୀ ଫୁଟବଲ ଖେଳାଳିମାନେ ମଧ୍ୟ ଅନ୍ୟ ଦେଶର ଦୃଷ୍ଟି ଆକର୍ଷଣ କରିପାରିବେ। ଏବେ ଜର୍ମାନୀର ଏହି ପ୍ରଶିକ୍ଷକ ସେଡୋଲ୍ର କେତେକ ଖେଳାଳିଙ୍କୁ ଜର୍ମାନୀର ଏକ ଏକାଡେମୀରେ ଟ୍ରେନିଂ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାପରେ ମଧ୍ୟପ୍ରଦେଶ ସରକାର ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି। ଖୁବ୍ ଶୀଘ୍ର ସେଡୋଲ୍ର ଆମର କିଛି ଯୁବବନ୍ଧୁ ଟ୍ରେନିଂ କୋର୍ସ ପାଇଁ ଜର୍ମାନୀ ଯିବେ। ଏହା ଦେଖି ମୋତେ ବହୁତ ଖୁସି ଲାଗୁଛି ଯେ ଭାରତରେ ଫୁଟବଲର ଲୋକପ୍ରିୟତା ନିରନ୍ତର ବୃଦ୍ଧି ପାଉଛି। ମୁଁ ଫୁଟବଲ ପ୍ରେମୀମାନଙ୍କୁ ଅନୁରୋଧ କରୁଛି ଯେ ସମୟ ମିଳିଲେ ସେମାନେ ସେଡୋଲ୍ ନିଶ୍ଚୟ ଯାଆନ୍ତୁ ଏବଂ ସେଠାରେ ହେଉଥିବା ସ୍ପୋର୍ଟସ୍ ରିଭଲ୍ୟୁସନକୁ ନିକଟରୁ ଦେଖନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ସୁରତରେ ରହୁଥିବା ଜିତେନ୍ଦ୍ର ସିଂ ରାଠୋରଙ୍କ ସମ୍ପର୍କରେ ଜାଣିଲେ ଆପଣଙ୍କୁ ଗୋଟିଏ ସୁଖଦ ଅନୁଭୂତି ଆସିବ। ଆପଣଙ୍କର ମନ ଗର୍ବରେ ଭରି ଉଠିବ। ଜିତେନ୍ଦ୍ର ସିଂ ରାଠୋର ହେଉଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ ଆଉ ସେ ଏଭଳି ଏକ ଅଦ୍ଭୁତ ପ୍ରୟାସ କରିଛନ୍ତି ଯାହାକି ପ୍ରତ୍ୟେକ ଦେଶଭକ୍ତ ପାଇଁ ଗୋଟିଏ ପ୍ରେରଣାର ଉତ୍ସ। ଗତ କେତେ ବର୍ଷ ଧରି ସେ ସେହି ଯବାନମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରୁଛନ୍ତି ଯେଉଁମାନେ ଭାରତ ମାତାର ରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଦେଇଛନ୍ତି। ଆଜି ତାଙ୍କ ପାଖରେ ପ୍ରଥମ ବିଶ୍ୱଯୁଦ୍ଧଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଶହୀଦ ହୋଇଥିବା ହଜାର ହଜାର ବୀର ସୈନିକମାନଙ୍କର ବିଷୟରେ ସୂଚନା ଗଚ୍ଛିତ ଅଛି। ତାଙ୍କ ପାଖରେ ଶହୀଦମାନଙ୍କର ହଜାର ହଜାର ଫଟୋ ମଧ୍ୟ ରହିଛି। ଥରେ ଜଣେ ଶହୀଦଙ୍କର ପିତା କହିଥିବା କଥା ତାଙ୍କ ହୃଦୟକୁ ଛୁଇଁ ଯାଇଥିଲା। ଶହୀଦଙ୍କର ପିତା କହିଥିଲେ, ପୁଅ ଗଲା ତ କ'ଣ ହେଲା, ଦେଶ ତ ସୁରକ୍ଷିତ ଅଛି ନା। ଏଇ ଗୋଟିଏ କଥା ଜିତେନ୍ଦ୍ର ସିଂ ଜୀଙ୍କ ମନରେ ଦେଶଭକ୍ତିର ଏକ ଅଦ୍ଭୁତ ଉନ୍ମାଦନା ଭରିଦେଲା। ଆଜି ସେ ଅନେକ ଶହୀଦ ପରିବାରଙ୍କ ସଂସ୍ପର୍ଶରେ ଆସୁଛନ୍ତି। ସେ ପ୍ରାୟ 2500 ଶହୀଦଙ୍କ ପିତାମାତାଙ୍କର ଚରଣ ଧୂଳି ମଧ୍ୟ ନିଜ ପାଖରେ ଆଣି ରଖିଛନ୍ତି। ଏହା ସଶସ୍ତ୍ର ସେନାପତି ତାଙ୍କର ଗଭୀର ଶ୍ରଦ୍ଧା ଏବଂ ଆକର୍ଷଣର ଜୀବନ୍ତ ଉଦାହରଣ। ଜିତେନ୍ଦ୍ରଜୀଙ୍କ ଜୀବନ ଆମକୁ ଦେଶଭକ୍ତିର ବାସ୍ତବ ଶିକ୍ଷା ଦେଉଛି। ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆପଣମାନେ ଦେଖିଥିବେ ପ୍ରାୟ ଘରଗୁଡ଼ିକର ଛାତ ଉପରେ, ବଡ଼ ବଡ଼ କୋଠା ଉପରେ, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସୋଲାର ପ୍ୟାନେଲ ଚକଚକ୍ କରିବାର ଦେଖାଯାଉଛି। ଏବେ ଲୋକମାନେ ତା'ର ମହତ୍ତ୍ୱକୁ ବୁଝୁଛନ୍ତି ଏବଂ ଖୋଲା ମନରେ ତାକୁ ଆପଣାଉଛନ୍ତି। ଆମ ଦେଶ ଉପରେ ସୂର୍ଯ୍ୟଦେବଙ୍କର ଏତେ କୃପା ଅଛି, ତେବେ ଆମେ କାହିଁକି ତାଙ୍କ ଦ୍ୱାରା ପ୍ରଦତ୍ତ ଶକ୍ତିର ସମ୍ପୂର୍ଣ୍ଣ ଉପଯୋଗ ନ କରିବା? ବନ୍ଧୁଗଣ, ସୋଲାର ପାୱାର ଦ୍ୱାରା କୃଷକମାନଙ୍କର ଜୀବନ ମଧ୍ୟ ବଦଳୁଛି। ସେଇ କ୍ଷେତ, ସେଇ ପରିଶ୍ରମ, ସେଇ କୃଷକ, କିନ୍ତୁ ଏବେ ପରିଶ୍ରମର ଫଳ ଅନେକ ବେଶୀ। ଏହି ପରିବର୍ତ୍ତନ ସୋଲାର ପମ୍ପ ଦ୍ୱାରା ଏବଂ ସୋଲାର ରାଇସ୍ ମିଲ୍ ଦ୍ୱାରା ହୋଇପାରୁଛି। ଆଜି ଦେଶର ଅନେକ ରାଜ୍ୟରେ ଶହ ଶହ ସୋଲାର ରାଇସ୍ ମିଲ୍ ବସି ସାରିଲେଣି। ଏହି ସୋଲାର ରାଇସ୍ ମିଲ୍ଗୁଡ଼ିକ କୃଷକମାନଙ୍କର ଆୟ ସଙ୍ଗେ ସଙ୍ଗେ ତାଙ୍କ ଚେହେରାର ଚମକ ମଧ୍ୟ ବଢ଼ାଇ ଦେଇଛି। ବନ୍ଧୁଗଣ, ବିହାରର ଦେବକୀଜୀ ସୋଲାର ପମ୍ପ ଦ୍ୱାରା ଗାଁର ଭାଗ୍ୟ ବଦଳାଇ ଦେଇଛନ୍ତି। ମୁଜାଫରପୁରର ରତନପୁରା ଗ୍ରାମର ବାସିନ୍ଦା ଦେବକୀଜୀଙ୍କୁ ଲୋକମାନେ ଏବେ ଶ୍ରଦ୍ଧାରେ ସୋଲାର ଦିଦି ବୋଲି କହୁଛନ୍ତି। ଦେବକୀଜୀଙ୍କର ଜୀବନ ଏତେ ସହଜ ନଥିଲା। କମ୍ ବୟସରେ ବିବାହ ହୋଇଯାଇଥିଲା। ଛୋଟିଆ କ୍ଷେତ ଖଣ୍ଡେ, 4ଟି ପିଲାଙ୍କର ଦାୟିତ୍ୱ ଏବଂ ଭବିଷ୍ୟତ ଅନ୍ଧକାର ଭଳି ଥିଲା। କିନ୍ତୁ ତାଙ୍କର ଧୈର୍ଯ୍ୟ କେବେ ହେଲେ ଭାଙ୍ଗି ନାହିଁ। ସେ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ମିଶିଲେ ଏବଂ
ସେଇଠି ତାଙ୍କୁ ସୋଲାର ପମ୍ପ ବିଷୟରେ ଜାଣିବାକୁ ମିଳିଲା। ସେ ସୋଲାର ପମ୍ପ ଆଣିବା ପାଇଁ ଚେଷ୍ଟା କଲେ ଏବଂ ସେଥିରେ ସଫଳ ମଧ୍ୟ ହେଲେ। ସୋଲାର ଦିଦିଙ୍କର ସୋଲାର ପମ୍ପ ଏହାପରେ ଗ୍ରାମର ଚିତ୍ର ବଦଳାଇ ଦେଇଥିଲା। ଯେଉଁଠାରେ ପ୍ରଥମେ ମାତ୍ର କିଛି ଏକର ଜମିରେ ଜଳସେଚନ ହୋଇପାରୁଥିଲା, ଏବେ ସୋଲାର ଦିଦିଙ୍କ ସୋଲାର ପମ୍ପ ଦ୍ୱାରା 40 ଏକରରୁ ଅଧିକ ଜମିରେ ପାଣି ପହଞ୍ଚି ପାରିଛି। ସୋଲାର ଦିଦିଙ୍କର ଏହି ଅଭିଯାନ ସହିତ ଗାଁର ଅନେକ କୃଷକମାନେ ଯୋଡ଼ି ହୋଇଛନ୍ତି। ତାଙ୍କର ଫସଲ ଶସ୍ୟ ଶ୍ୟାମଳ ହେଲା ଏବଂ ଆମଦାନୀ ବଢ଼ିବାକୁ ଲାଗିଲା। ବନ୍ଧୁଗଣ, ପ୍ରଥମେ ଦେବକୀଜୀଙ୍କ ଜୀବନ ଚାରିକାନ୍ଥ ମଧ୍ୟରେ ସୀମିତ ହୋଇଥିଲା, କିନ୍ତୁ ଆଜି ସେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କାମ କରୁଛନ୍ତି। ସୋଲାର ଦିଦି ହେଇ ପଇସା ରୋଜଗାର କରୁଛନ୍ତି ଏବଂ ତାଙ୍କଠାରୁ ଆହୁରି ଭଲ କଥା ହେଲା ସେ କୃଷକମାନଙ୍କ ଠାରୁ UPI ମାଧ୍ୟମରେ ପେମେଣ୍ଟ ନେଉଛନ୍ତି। ଏବେ ସାରା ଗାଁରେ ତାଙ୍କୁ ବହୁତ ସମ୍ମାନ ମିଳୁଛି। ତାଙ୍କର ପରିଶ୍ରମ ଓ ଦୂରଦୃଷ୍ଟି ଦେଖାଇଦେଲା ଯେ ସୌରଶକ୍ତି ଖାଲି ବିଜୁଳିର ସମାଧାନ ନୁହେଁ, ବରଂ ଏହା ଗାଁ ଗାଁରେ ନୂତନ ଆଲୋକ ଖେଳାଇଲା ଭଳି ଏକ ନୂତନ ଶକ୍ତି ମଧ୍ୟ। ମୋର ପ୍ରିୟ ଦେଶବାସୀଗଣ, 15 ସେପ୍ଟେମ୍ବରକୁ ଭାରତର ମହାନ ଇଞ୍ଜିନିୟର ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରୈୟାଜୀଙ୍କର ଜନ୍ମଦିନ। ଏହି ଦିନକୁ ଆମେ ଇଞ୍ଜିନିୟର୍ସ ଡେ ଭାବରେ ପାଳନ କରୁଛୁ। ଇଞ୍ଜିନିୟରମାନେ କେବଳ ମେସିନ୍ ବନାନ୍ତି ନାହିଁ, ସେମାନେ ସ୍ୱପ୍ନକୁ ବାସ୍ତବରେ ବଦଳାଇବାର କର୍ମଯୋଗୀ ଅଟନ୍ତି। ମୁଁ ଭାରତର ସମସ୍ତ ଇଞ୍ଜିନିୟରମାନଙ୍କୁ ପ୍ରଶଂସା କରୁଛି, ସେମାନଙ୍କୁ ଶୁଭକାମନା ଜଣାଉଛି। ବନ୍ଧୁଗଣ, ସେପ୍ଟେମ୍ବର ମାସରେ ହିଁ ଭଗବାନ ବିଶ୍ୱକର୍ମାଙ୍କ ପୂଜାର ପବିତ୍ର ଅବସର ଆସୁଛି। 17 ସେପ୍ଟେମ୍ବରକୁ ବିଶ୍ୱକର୍ମା ଜୟନ୍ତୀ। ଏହି ଦିନଟି ଆମର ସେହି ବିଶ୍ୱକର୍ମା ବନ୍ଧୁମାନଙ୍କ ପ୍ରତି ସମର୍ପିତ ହେବ ଯେ ପାରମ୍ପରିକ ଶିଳ୍ପ କୌଶଳ ଏବଂ ଜ୍ଞାନ ବିଜ୍ଞାନକୁ ସଦାସର୍ବଦା ଗୋଟିଏ ପିଢ଼ି ଠାରୁ ଅନ୍ୟ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି। ଆମର ବୁଣାକାର, କମାର, ବଣିଆ, କୁମ୍ଭାର, ମୂର୍ତ୍ତି କାରିଗର, ବଢ଼େଇ ମିସ୍ତ୍ରୀ ସଦାସର୍ବଦା ଭାରତର ସମୃଦ୍ଧିର ମୂଳଦୁଆ ହୋଇ ରହିଛନ୍ତି। ଆମର ଏହି ବିଶ୍ୱକର୍ମା ବନ୍ଧୁମାନଙ୍କ ସାହାଯ୍ୟ ପାଇଁ ସରକାର ବିଶ୍ୱକର୍ମା ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ଏବେ ମୁଁ ଆପଣମାନଙ୍କୁ ଗୋଟିଏ ଅଡ଼ିଓ ରେକର୍ଡିଂ ଶୁଣାଇବାକୁ ଚାହୁଁଛି। तो ये जो मानपत्र में आपने लिखा है, ये स्टेटों के बारे में मैंने जो कुछ किया या हैदराबाद के बारे में हमारी गवर्नमेंट ने जो कुछ किया, ठीक है किया, लेकिन आप जानते हैं कि हैदराबाद का किस्सा इस तरह से हमने किया, उसमें कितनी मुसीबत हुई। सब स्टेटों के साथ, सब प्रिंसेस के साथ हमने वायदा दिया था कि भाई कोई प्रिंस का, कोई राजा का हम अलग फैसला नहीं करेंगे, सबका एक ही साथ जैसे सबका होता है ऐसा उनका भी होगा। लेकिन उनके लिए हमने वहां तक अलग समझौता किया। ବନ୍ଧୁଗଣ, ଏହି ସ୍ୱର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଥିଲା। ହାଇଦ୍ରାବାଦର ଘଟଣା ଉପରେ ତାଙ୍କ ସ୍ୱରରେ ଯେଉଁ କ୍ଷୋଭ ଅଛି ତାକୁ ଆପଣମାନେ ଅନୁଭବ କରିପାରିବେ। ଆସନ୍ତା ସେପ୍ଟେମ୍ବର ମାସରେ ଆମ୍ଭେମାନେ ହାଇଦ୍ରାବାଦ ଲିବରେସନ୍ ଡେ ମଧ୍ୟ ପାଳନ କରିବା। ଏ ହେଉଛି ସେହି ମାସ ଯେତେବେଳେ ଆମେ ସେ ସମସ୍ତ ବୀରମାନଙ୍କ ସାହସକୁ ସ୍ମରଣ କରୁ ଯେଉଁମାନେ ଅପରେସନ୍ ପୋଲୋରେ ଅଂଶଗ୍ରହଣ କରିଥିଲେ। ଆପଣମାନେ ଜାଣନ୍ତି ଯେ ଯେତେବେଳେ ଅଗଷ୍ଟ 1947ରେ ଭାରତକୁ ସ୍ୱାଧୀନତା ମିଳିଲା, ସେତେବେଳେ ହାଇଦ୍ରାବାଦ ଏକ ଭିନ୍ନ ସ୍ଥିତିରେ ଥିଲା। ନିଜାମ ଏବଂ ରାଜା ରାଜୁଡ଼ାଙ୍କର ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିଥିଲା। ତ୍ରିରଙ୍ଗା ପତାକା ଉଡ଼ାଇଲେ କିମ୍ବା ବନ୍ଦେ ମାତରମ୍ କହିଲେ ମଧ୍ୟ ଲୋକମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା। ମହିଳା ଏବଂ ଗରିବଙ୍କ ଉପରେ ଅତ୍ୟାଚାର କରାଯାଉଥିଲା। ସେହି ସମୟରେ ବାବା ସାହେବ ଆମ୍ବେଦକର ମଧ୍ୟ ଚେତାବନୀ ଦେଇଥିଲେ ଯେ ସମସ୍ୟା ବହୁତ ବଢ଼ିଯାଉଛି। ଶେଷରେ ସର୍ଦ୍ଦାର ପଟେଲ ମାମଲାକୁ ନିଜ ହାତକୁ ନେଲେ ଏବଂ ସେ ସରକାରଙ୍କୁ ଅପରେସନ୍ ପୋଲୋ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରାଇଲେ। ରେକର୍ଡ ସମୟ ଭିତରେ ଆମର ସୈନିକମାନେ ହାଇଦ୍ରାବାଦକୁ ନିଜାମଙ୍କର ଏକଛତ୍ରବାଦୀ ଶାସନରୁ ମୁକ୍ତ କରାଇଲେ ଏବଂ ତାକୁ ଭାରତ ସହ ମିଶାଇ ଦେଲେ। ସାରା ଦେଶ ଏହି ସଫଳତାର ଉତ୍ସବ ପାଳନ କଲା। ମୋର ପ୍ରିୟ ଦେଶବାସୀଗଣ, ଆପଣ ଦୁନିଆର ଯେକୌଣସି ଜାଗାକୁ ଚାଲିଯାଆନ୍ତୁ, ସେଠାରେ ଆପଣଙ୍କୁ ଭାରତୀୟ ସଂସ୍କୃତିର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ଏବଂ ଏ ପ୍ରଭାବ କେବଳ ଦୁନିଆର ବଡ଼ ବଡ଼ ସହର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହାକୁ ଛୋଟ ଛୋଟ ସହରରେ ମଧ୍ୟ ଦେଖାଯାଇପାରିବ। ଇଟାଲୀର ଗୋଟିଏ ଛୋଟ ସହର ହେଉଛି କେମ୍ପ ରେତୋଦୋରେ ଏଭଳି ଦେଖିବାକୁ ମିଳେ। ଏଠାରେ ମହର୍ଷି ବାଲ୍ମୀକିଙ୍କର ପ୍ରତିମାର ଅନାବରଣ କରାଗଲା। ଏହି କାର୍ଯ୍ୟକ୍ରମରେ ସେଠାକାର ସ୍ଥାନୀୟ ମେୟରଙ୍କ ସହିତ ସେ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହେଲେ। କେମ୍ପ ରେତୋଦୋରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକମାନେ
ମହର୍ଷି ବାଲ୍ମୀକିଙ୍କର ପ୍ରତିମା ସ୍ଥାପନ କରାଯାଇଥିବାରୁ ବହୁତ ଖୁସି ହୋଇଛନ୍ତି। ମହର୍ଷି ବାଲ୍ମୀକିଙ୍କର ସନ୍ଦେଶ ଆମ ସମସ୍ତଙ୍କୁ ବହୁତ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହି ମାସ ଆରମ୍ଭରେ କାନାଡାର ମିସିସାଗାଠାରେ ପ୍ରଭୁ ଶ୍ରୀରାମଙ୍କର 51 ଫୁଟ ଉଚ୍ଚ ପ୍ରତିମାର ମଧ୍ୟ ଅନାବରଣ କରାଯାଇଛି। ଏହି ଆୟୋଜନକୁ ନେଇ ସେଠାରେ ଲୋକମାନଙ୍କ ଭିତରେ ବହୁତ ଉତ୍ସାହ ଥିଲା। ସୋସିଆଲ ମିଡ଼ିଆରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ପ୍ରତିମାର ଭିଡ଼ିଓ ଖୁବ୍ ସେୟାର କରାଗଲା। ବନ୍ଧୁଗଣ, ରାମାୟଣ ଏବଂ ଭାରତୀୟ ସଂସ୍କୃତି ପ୍ରତି ଏହି ପ୍ରେମ ଏବେ ଦୁନିଆର ପ୍ରତ୍ୟେକ କୋଣରେ ପହଞ୍ଚୁଛି। ରୁଷର ଗୋଟିଏ ପ୍ରସିଦ୍ଧ ସ୍ଥାନ ହେଲା ଭ୍ଲାଦିଭୋଷ୍ଟକ୍। ବହୁତ ଲୋକ ଏହାକୁ ଏଭଳି ସ୍ଥାନ ଭାବରେ ଜାଣନ୍ତି ଯେଉଁଠାରେ ଶୀତଦିନେ ତାପମାତ୍ରା -20 ଡିଗ୍ରୀରୁ -30 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସି ଆସେ। ଏ ମାସରେ ଭ୍ଲାଦିଭୋଷ୍ଟକ୍ରେ ଗୋଟିଏ ନିଆରା ପ୍ରଦର୍ଶନୀ ଲାଗିଲା। ଏଥିରେ ରୁଷୀୟ ପିଲାମାନଙ୍କ ଦ୍ୱାରା ରାମାୟଣର ଅଲଗା ଅଲଗା ଥିମ୍ ଉପରେ ଅଙ୍କାଯାଇଥିବା ପେଣ୍ଟିଂସକୁ ମଧ୍ୟ ଶୋକେସ୍ କରାଗଲା। ଏଠାରେ ଗୋଟିଏ କମ୍ପିଟିସନର ମଧ୍ୟ ଆୟୋଜନ ହୋଇଥିଲା। ଦୁନିଆର ଭିନ୍ନ ଭିନ୍ନ ପ୍ରାନ୍ତରେ ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହ ବଢ଼ୁଥିବାର ଦେଖି ବାସ୍ତବରେ ବହୁତ ଖୁସି ଲାଗୁଛି। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ଏଥର ପାଇଁ ଏତିକି। ବର୍ତ୍ତମାନ ସାରା ଦେଶରେ ଗଣେଶ ଉତ୍ସବର ଧୁମ୍ ଲାଗିଛି। ଆଗାମୀ ଦିନମାନଙ୍କରେ ଅନେକ ଗୁଡ଼ିଏ ଉତ୍ସବ ପାଳିତ ହେବ। ଏହି ଉତ୍ସବମାନଙ୍କରେ ଆପଣମାନେ ସ୍ୱଦେଶୀ ଜିନିଷକୁ କେବେ ବି ଭୁଲିବେ ନାହିଁ। ଉପହାର ତାହା ହେଉ ଯାହା ଭାରତରେ ତିଆରି ହୋଇଥିବ, ପିନ୍ଧିବା ତାହା ଯାହା ଭାରତରେ ବୁଣାଯାଇଛି, ସାଜସଜ୍ଜା ମଧ୍ୟ ସେହିଭଳି କରିବା ଯେଉଁଥିରେ ଭାରତ ତିଆରି ଜିନିଷ ଲାଗୁଥିବ। ଆଲୋକସଜ୍ଜା ମଧ୍ୟ ଭାରତ ତିଆରି ସାମଗ୍ରୀରେ ହେଉ। ଆଉ ଏଭଳି ଅନେକ କିଛି। ଜୀବନର ପ୍ରତ୍ୟେକଟି ଆବଶ୍ୟକତାରେ ସବୁକିଛି ସ୍ୱଦେଶୀ ହେଉ। ଗର୍ବର ସହ କହିବା ଏହା ସ୍ୱଦେଶୀ। ଗର୍ବର ସହ କହିବା ଏହା ସ୍ୱଦେଶୀ। ଗର୍ବର ସହ କହିବା ଏହା ସ୍ୱଦେଶୀ। ଏହି ଭାବନା ନେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଗୋଟିଏ ମନ୍ତ୍ର, ଭୋକାଲ ଫର୍ ଲୋକାଲ। ଗୋଟିଏ ରାସ୍ତା, ଆତ୍ମନିର୍ଭର ଭାରତ। ଗୋଟିଏ ଲକ୍ଷ୍ୟ, ବିକଶିତ ଭାରତ। ବନ୍ଧୁଗଣ, ଏହି ଖୁସି ମନାଇବା ଭିତରେ ଆପଣମାନେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଯେଉଁଠାରେ ସ୍ୱଚ୍ଛତା ଥାଏ ସେଠାରେ ଉତ୍ସବର ଆନନ୍ଦ ମଧ୍ୟ ବଢ଼ିଯାଇଥାଏ। ବନ୍ଧୁଗଣ, ମନ୍ କି ବାତ୍ ପାଇଁ ମୋତେ ଏଭଳି ବହୁ ସଂଖ୍ୟାରେ ନିଜ ନିଜର ବାର୍ତ୍ତା ପଠାଉଥାନ୍ତୁ। ଆପଣଙ୍କର ପ୍ରତ୍ୟେକଟି ପରାମର୍ଶ ଏହି କାର୍ଯ୍ୟକ୍ରମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ଆପଣଙ୍କର ଫିଡବ୍ୟାକ୍ ମୋ ପାଖକୁ ନିଶ୍ଚୟ ପଠାନ୍ତୁ। ଆସନ୍ତା ଥର ଯେତେବେଳେ ଭେଟିବା ସେତେବେଳେ ଆହୁରି ନୂଆ ନୂଆ ବିଷୟରେ ଚର୍ଚ୍ଚା ହେବ। ବହୁତ ବହୁତ ଧନ୍ୟବାଦ। ନମସ୍କାର।